କୁମ୍ଭ ରାଶିର ପଞ୍ଚମ ଭାବ ମିଥୁନ ରାଶିରେ ବୃହସ୍ପତି ମହାଗ୍ରହ ଅବସ୍ଥାନ କରି ତାଙ୍କର ପଞ୍ଚମ ଦୃଷ୍ଟିରେ କୁମ୍ଭ ରାଶିର ଭାଗ୍ୟ ଭାବ ତୁଳା ରାଶି ଉପରେ ଦୃଷ୍ଟି ପ୍ରଦାନ କରୁଥିବାରୁ ଭାଗ୍ୟୋନ୍ନତିର ରାସ୍ତା ଖୋଲିଯିବ। ପ୍ରାରବ୍ଧ ବା ପୂର୍ବଜନ୍ମରେ କରିଥିବା ଦୋଷ ଖଣ୍ଡନ ହୋଇ ଶୁଭ ଫଳ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ବୃହସ୍ପତି ଚଳନ ଏବଂ କୁମ୍ଭ ରାଶି ଉପରେ ଏହାର ପ୍ରଭାବ। ଚଳିତ 2025 ମସିହା ମେ ମାସ 14 ତାରିଖ ବୁଧବାର ଦିନ ବୃହସ୍ପତି ମହାଗ୍ରହ ଗୋଚରରେ ବୃଷ ରାଶିରୁ ମିଥୁନ ରାଶିକୁ ଗମନ କଲେ ରାଶିଚକ୍ରର ସମସ୍ତ 12 ଗୋଟି ରାଶି ଉପରେ ଏହାର ଗଭୀର ପ୍ରଭାବ ଦୀର୍ଘ 13 ମାସ ପର୍ଯ୍ୟନ୍ତ ଅନୁଭୂତ ହେବ। କାରଣ ବୃହସ୍ପତି ମହାଗ୍ରହ ଗୋଟିଏ ରାଶିରେ ପ୍ରାୟ 13 ମାସ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି। ଗ୍ରହ ଜଗତର ସର୍ବାପେକ୍ଷା ଶୁଭ ଗ୍ରହ ଦେବଗୁରୁ ବୃହସ୍ପତି ଧନ, ଜନ, ଜ୍ଞାନ, ଶିକ୍ଷା, ବୈବାହିକ ଜୀବନ ଏବଂ ସନ୍ତାନ କାରକ ଗ୍ରହ ହୋଇଥିବା ବେଳେ ବୃହସ୍ପତି ମହାଗ୍ରହଙ୍କର ଦୃଷ୍ଟିକୁ ସବୁଠାରୁ ଶୁଭ ଦୃଷ୍ଟି ବୋଲି ଜ୍ୟୋତିଷ ଶାସ୍ତ୍ର ବର୍ଣ୍ଣନା କରିଥାଏ। ବୃହସ୍ପତି ଚଳନ ଓ ଦ୍ୱାଦଶ ରାଶିଚକ୍ର ଉପରେ ଏହାର ପ୍ରଭାବ। ଏହି କ୍ରମରେ ଆଜି ଜାଣିବା ମେ ମାସ 14 ତାରିଖ ବୁଧବାର ଦିନ ବୃହସ୍ପତି ଗୋଚରରେ ବୃଷ ରାଶିରୁ ମିଥୁନ ରାଶିକୁ ପ୍ରବେଶ କଲେ କୁମ୍ଭ ରାଶି ଉପରେ ଏହାର ପ୍ରଭାବ କ'ଣ ରହିବ ଏବଂ କୁମ୍ଭ ରାଶି ଜାତ ବ୍ୟକ୍ତି କ'ଣ ସବୁ ଫଳ ପ୍ରାପ୍ତ କରିବେ। 2025 ମେ ମାସ 14 ତାରିଖ ବୁଧବାର ଦିନ ବୃହସ୍ପତି ମିଥୁନ ରାଶିରେ ପ୍ରବେଶ କଲେ ଏହା କୁମ୍ଭ ରାଶି ପାଇଁ ପଞ୍ଚମ ଭାବସ୍ଥ ବୃହସ୍ପତି ହେବେ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତି ଗୋଚରରେ ଜାତକର ଚନ୍ଦ୍ର ଥିବା ରାଶିଠାରୁ ପଞ୍ଚମ ଭାବରେ ଅବସ୍ଥାନ କରିବା ବୃହସ୍ପତିଙ୍କର ଅତୀବ ଶୁଭ ଫଳଦାୟକ ଅବସ୍ଥାନ ବୋଲି ବର୍ଣ୍ଣନା କରାଯାଇଛି। ଜ୍ୟୋତିଷୀୟ ଆପ୍ତବାକ୍ୟ ଅନୁଯାୟୀ ସୂତାର୍ଥ ଲାଭ ନବପଞ୍ଚକେଷୁ ଅର୍ଥାତ୍ ବୃହସ୍ପତି ମହାଗ୍ରହ ଚନ୍ଦ୍ର ରାଶିର ନବମ ଓ ପଞ୍ଚମ ସ୍ଥାନରେ ରହିଲେ ପୁତ୍ର ଓ ଅର୍ଥ ଜାତକକୁ ପ୍ରଦାନ କରିଥାନ୍ତି। ଏହି ଆପ୍ତବାକ୍ୟଟି ଆମର ମଧ୍ୟ ଅନୁଭୂତି ସିଦ୍ଧ ଅଭିଜ୍ଞତାରୁ ଏହା ସତ୍ୟ ବୋଲି ପ୍ରମାଣିତ ହୋଇଛି। ଏହାଛଡ଼ା ବିଭିନ୍ନ ଜ୍ୟୋତିଷୀୟ ଗ୍ରନ୍ଥରେ ମଧ୍ୟ ଉଲ୍ଲେଖ ଅଛି ଯେ ବଳବାନ ଗୁରୁ ଅର୍ଥାତ୍ ବୃହସ୍ପତି ଗୋଚରରେ ଜାତକର ଚନ୍ଦ୍ର ଥିବା ରାଶିର ପଞ୍ଚମ ଭାବ ଉପରେ ଗୋଚର କରିବା ବେଳେ ଜାତକ ଅର୍ଥ ଓ ପୁତ୍ର ସନ୍ତାନ ଲାଭ କରିଥାଏ। ତେଣୁ 2025 ମେ ମାସ 14 ତାରିଖ ପରେ କୁମ୍ଭ ରାଶି ଜାତକ ସନ୍ତାନ ଓ ଆର୍ଥିକ କ୍ଷେତ୍ରରେ ଉତ୍ତମ ଫଳ ପ୍ରାପ୍ତ କରିବାର ପ୍ରବଳ ସମ୍ଭାବନା। ଏହି କୁମ୍ଭ ରାଶିର ବ୍ୟକ୍ତି ବାଣିଜ୍ୟ ବ୍ୟବସାୟ କରୁଥିଲେ ଏହି ସମୟରେ ସେହି ସବୁ କ୍ଷେତ୍ରରୁ ପ୍ରଚୁର ଧନଲାଭ ହେବାର ସମ୍ଭାବନା ରହିଅଛି। ବିଭିନ୍ନ ଦିଗରୁ ଅର୍ଥ ଉପାର୍ଜନ ହେବ। ନୂତନ ଭାବେ ବାଣିଜ୍ୟିକ କର୍ମ କରିପାରନ୍ତି। ଚାକିରି କରୁଥିଲେ କର୍ମକ୍ଷେତ୍ରରେ ସମ୍ମାନିତ ହେବାର ଯୋଗ ରହିଛି। ସୁନାମ ଅର୍ଜନ କରିବେ। ପ୍ରମୋଶନ ସହିତ ମନୋନୀତ ଜାଗାକୁ ବଦଳି ହେବାର ମଧ୍ୟ ସମ୍ଭାବନା ଦେଖାଯାଉଛି। ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ମେ ମାସ ପରଠାରୁ ଆଗାମୀ ଶିକ୍ଷାବର୍ଷ ପର୍ଯ୍ୟନ୍ତ ସମୟ ବହୁତ ଭଲ ସମୟ। ଛାତ୍ରଛାତ୍ରୀମାନେ ଅଧ୍ୟୟନରତ ହେବେ। ଶିକ୍ଷାରେ କୃତିତ୍ୱ ହାସଲ କରିବେ। ଉଚ୍ଚ ଶିକ୍ଷା ଅଭିଳାଷୀ ତଥା କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ପ୍ରସ୍ତୁତି ଚଳାଇଥିବା ଷ୍ଟୁଡେଣ୍ଟମାନେ ଆଶା ଅନୁରୂପ ଫଳ ପ୍ରଦର୍ଶନ କରିବେ। ଏହି ସମୟରେ ଲଭ୍ ଲାଇଫ୍ରେ ଥିବା କୁମ୍ଭ ରାଶି ଜାତକଙ୍କ ମନ ମଧ୍ୟରେ ରୋମାଣ୍ଟିଜିମ୍ ଭାବର ବୃଦ୍ଧି ଘଟିବ। ପ୍ରେମ ସମ୍ପର୍କକୁ ପରିଣୟ ସୂତ୍ରରେ ବାନ୍ଧିବା ପାଇଁ ମନ ମଧ୍ୟରେ ଯୋଜନା କରିବେ। ପାରିବାରିକ ଖୁସି ଏବଂ ସୁଖ ସମୃଦ୍ଧି ଲାଗି ରହିବ। ପରିବାରରେ
ଶୁଭ ବା ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ରହିଅଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ରହିବ। ପରିବାରରେ ନବ ଆଗନ୍ତୁକଙ୍କର ଆବିର୍ଭାବ ଘଟିପାରେ, ଅର୍ଥାତ୍ ଦାମ୍ପତ୍ୟ ଜୀବନରେ ସନ୍ତାନ ସୁଖର ଯୋଗ ରହିଅଛି। କୁମ୍ଭ ରାଶିର ପଞ୍ଚମ ଭାବ ମିଥୁନ ରାଶିରେ ବୃହସ୍ପତି ମହାଗ୍ରହ ରହି ତାଙ୍କର ପଞ୍ଚମ ଦୃଷ୍ଟିରେ କୁମ୍ଭ ରାଶିର ଭାଗ୍ୟ ଭାବ ତୁଳା ରାଶି ଉପରେ ଦୃଷ୍ଟି ପ୍ରଦାନ କରୁଥିବାରୁ ଭାଗ୍ୟୋନ୍ନତିର ରାସ୍ତା ଖୋଲିଯିବ। ପ୍ରାରବ୍ଧ ବା ପୂର୍ବଜନ୍ମରେ କରିଥିବା ଦୋଷ ଖଣ୍ଡନ ହୋଇ କୁମ୍ଭ ରାଶି ଜାତ ବ୍ୟକ୍ତି ଶୁଭ ଫଳ ପ୍ରାପ୍ତ ହେବେ। ମନ ମଧ୍ୟରେ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହେବ। ଦେବଦର୍ଶନ ଓ ତୀର୍ଥାଟନ ପାଇଁ ଭ୍ରମଣ କରିବାର ସମ୍ଭାବନା ରହିଅଛି। ବୃହସ୍ପତିଙ୍କର ସପ୍ତମ ଦୃଷ୍ଟି କୁମ୍ଭ ରାଶିର ଏକାଦଶ ବା ଆୟ ଭାବ ଉପରେ ପଡ଼ୁଥିବାରୁ ଆୟ ବା ଲାଭ ଆଶାଠାରୁ ଅଧିକା ହେବ। ଶିକ୍ଷା ଓ ଜ୍ଞାନାର୍ଜନ ପାଇଁ ମନ ବଳିବ। ବଡ଼ ଭାଇ ବା ବଡ଼ ଭଉଣୀ ସମସ୍ୟା ଭିତରେ ରହିଥିଲେ ସେମାନଙ୍କ ସମସ୍ୟାର ସମାଧାନ ହୋଇଯିବ। କୁମ୍ଭ ରାଶି ଜାତ ବ୍ୟକ୍ତି ପୂର୍ବରୁ ମନ ମଧ୍ୟରେ ରଖିଥିବା ସମସ୍ତ ଇଚ୍ଛା ପୂରଣ ହେବାର ସୁନ୍ଦର ସମୟଟିଏ ନିର୍ମାଣ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କୁମ୍ଭ ରାଶିର ପଞ୍ଚମ ଭାବ ମିଥୁନ ରାଶିରେ ଅବସ୍ଥିତ ବୃହସ୍ପତି ନବମ ଦୃଷ୍ଟିରେ କୁମ୍ଭ ରାଶି ଉପରେ ଦୃଷ୍ଟି ପ୍ରଦାନ କରୁଥିବାରୁ ଏହି ସମୟରେ କୁମ୍ଭ ରାଶି ଜାତକଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ। ନିରୋଗ ରହିବେ। କୌଣସି ରୋଗରେ ପଡ଼ିଥିଲେ ରୋଗରୁ ଆରୋଗ୍ୟ ଲାଭ କରିବେ। ଶରୀର ସୁଖ ରହିବ। ନୀତିବାଦୀ ହେବେ। ସ୍ଥିତ ପର୍ଯ୍ୟନ୍ତ ଆସିବ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବା ଆଗ୍ରହ ବଢ଼ିବ। ପରୋପକାରୀ ହେବେ। ଏ ତ ଗଲା ମୋଟାମୋଟି ଭାବରେ କୁମ୍ଭ ରାଶି ପାଇଁ ବୃହସ୍ପତି ମହାଗ୍ରହଙ୍କର ରାଶି ପରିବର୍ତ୍ତନର ଫଳ। ଯଦି ଜାତକରେ ବୃହସ୍ପତିଙ୍କ ଅଶୁଭ ସ୍ଥିତି ଥାଏ ତେବେ ପଞ୍ଚମ ଭାବସ୍ଥ ବୃହସ୍ପତି ଫଳ ଦେବାରେ ଅସମର୍ଥ ହୁଅନ୍ତି। ତେଣୁ କୁମ୍ଭ ରାଶି ଜାତ ବ୍ୟକ୍ତି ବ୍ରାହ୍ମଣଙ୍କୁ ଭୋଜନ ପ୍ରଦାନ କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ। ପ୍ରତ୍ୟହ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ। ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ଅଶୁଭତ୍ଵ ଦୂର ହୋଇ ଶୁଭ ଫଳ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।